ସେଇ ପାଲକ ପନିର, ପାଲକ ଡାଲ, ପାଲକ ଶାଗ, ପାଲକ ପରଟା ଖାଇ ଖାଇ ବୋର୍ ହେଇଗଲେ କି? ତାହେଲେ ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ। ଆଗକୁ 5 ମିନିଟ୍ରେ ଆପଣମାନେ ଗୋଟେ କାଫେ ଷ୍ଟାଇଲ୍ ପାଲକ ରେସିପି ହେଲ୍ଦି ୱେରେ ବନେଇବା ଶିଖିପାରିବେ। ସେଥିପାଇଁ ଘରେ ଯେତିକି ପାଳଙ୍ଗ ଶାଗ ଥିଲା ତାକୁ ଟିକେ ବଛା ବଛି କରିକି ପତ୍ର ଗୁଡ଼ାକ କାଢ଼ିକି ଧୋଇକି ତାକୁ ଟିକେ ବ୍ଲାଞ୍ଚ କରିଦେଇଛି। ପାଳଙ୍ଗ ଶାଗକୁ 2 ମିନିଟ୍ ପାଇଁ ବଏଲ୍ କରିକି ତାକୁ ଛାଣିଦେବା। ତାପରେ ସାଙ୍ଗେ ସାଙ୍ଗେ ବରଫ ପାଣିରେ ବୁଡ଼େଇ ଦେବା। ଏମିତି କରିବା ଦ୍ୱାରା କ'ଣ ହେବ ନା ଆମର ଯେଉଁ ପତ୍ରର ରଙ୍ଗ ଶାଗୁଆ ରହିବ। ଏଇ ପାଣିଟାକୁ ଆମେ ଫୋପାଡ଼ିବାନି। ଆ ଦେହରେ ବହୁତ ଭିଟାମିନ୍ ଅଛି। ଅଟା ଚକଟିଲା ବେଳେ ଆକୁ ୟୁଜ୍ କରିପାରିବା, ନହେଲେ ସୁପ୍ କଲାବେଳେ ବି ଏଟାକୁ ୟୁଜ୍ କରିପାରିବା। ପାଳଙ୍ଗ ପତ୍ର ଗୁଡ଼ାକ ଥଣ୍ଡା ପାଣିରୁ କାଢ଼ିକିରି ଆମେ ଗୋଟେ ବ୍ଲେଣ୍ଡିଂ ଜାର୍ରେ ରଖିଦେବା। ଆଉ କିଛି 2ଟା ଖଣ୍ଡେ କଞ୍ଚା ଲଙ୍କା, 5-6ଟା ରସୁଣ କୋଲା ଆଉ ଅଦା 1 ଇଞ୍ଚର କାଟିକିରି ଆ ଦେହରେ ମୁଁ ଆଡ଼୍ କରିଦେଇଛି। ଆକୁ ଏବେ ଆମେ ଗୋଟେ ପେଷ୍ଟ ବନେଇଦେବା। ଆମର ପେଷ୍ଟ ହେଇଗଲା। ଦେଖନ୍ତୁ, ଆମର ଏଇ ରେସିପି ପାଇଁ ଗୋଟେ ଅଟାର ଡୋ ଦରକାର। ସେଥିପାଇଁ ମୁଁ 1 କପ୍ ଅଟା ନେଇଛି। ସ୍ୱାଦ ଅନୁସାରେ ଲୁଣ ପକାଉଛି ଆଉ 2 ଟେବୁଲ୍ ସ୍ପୁନ୍ ତେଲ ପକାଇଲି। 2 ଟେବୁଲ୍ ସ୍ପୁନ୍ ଦହି, ଫ୍ରେଶ୍ ଦହି ନେଇଛି, ତାକୁ ଟିକେ ଭଲ ଭାବରେ ଫେଣ୍ଟି ଦେଇଛି। ଫେଣ୍ଟିକିରି ଆ ସାଙ୍ଗରେ ବି ଆଡ଼୍ କରିବା। ଆମର ଏଇଟା ଦହିଟା ବେଶୀ ଖଟା ହେଲେ ଭଲ ହେବନି, ତେଣୁ ଯେମିତି ଖଟା ନ ହେଇଥିବ ସେମିତି ଦହି ଆପଣମାନେ ନେଇପାରିବେ। ଆଉ ଆକୁ ଆକ୍ଟିଭେଟ୍ କରିବା ପାଇଁ 1/4 ଟିସ୍ପୁନ୍ ବେକିଂ ସୋଡ଼ା ନେଇଛି। ଆମେ ଯେଉଁ ପେଷ୍ଟ ବନେଇଥିଲୁ ପାଳଙ୍ଗର ସେଇଟାକୁ ବି ଆ ଦେହରେ ମୁଁ ଆଡ଼୍ କରୁଛି। ଆଉ ସ୍ୱାଦ ଟିକେ ଏନହାନ୍ସ କରିବା ପାଇଁ 1 ଟିସ୍ପୁନ୍ ଜୁଆଣିକୁ ମୁଁ ହାତରେ ଟିକେ ଘଷି ଦେଇକରି ଆ ସାଙ୍ଗରେ ମିଶାଇ ଦେଉଛି। ଆକୁ ଭଲ ଭାବରେ ହାତରେ ଚକଟି ଦେବା। ଦେଖନ୍ତୁ କେମିତି ମୁଁ ଚକଟୁଛି। ଆଉ ଆସ୍ତେ ଆସ୍ତେ ଟିକେ ପାଣି ଆଡ଼୍ କରିବା। ମୁଁ ଯେଉଁ ବ୍ଲେଣ୍ଡିଂ ଜାର୍ରେ ପାଳଙ୍ଗକୁ ପେଷ୍ଟ କରିଥିଲି ସେଇଥିରେ ମୁଁ 2 ଟେବୁଲ୍ ସ୍ପୁନ୍ ଖଣ୍ଡେ ପାଣି ପକାଇଥିଲି। ସେଇ ପାଣିଟାକୁ ମୁଁ ଆ ଦେହରେ ୟୁଜ୍ କଲି। ଆଉ ବେଶୀ ପାଣିଆ କରିବିନି। ମୋର ଯେହେତୁ ଗୋଟେ ଡୋଟାକୁ ମୁଁ ଟାଇଟ୍ ଡୋ ବନେଇଛି, କାହିଁକି ନା ମୁଁ ଗୋଟେ କ୍ରିସ୍ପି ବିସ୍କିଟ୍ ଟାଇପ୍ର ବନେଇବି। ଆପଣମାନେ ଚାହିଁଲେ ତାକୁ ରନିଂ ଡୋ ବି କରିପାରିବେ ପିଜ୍ଜା ପାଇଁ କିମ୍ବା ଆଉ ଅନ୍ୟ କିଛି ଜିନିଷ ତିଆରି କରିବା ପାଇଁ। ଆକୁ ଆମେ ଘୋଡ଼େଇ ଦେଇ ଅଏଲ୍ ଟିକେ ମାରି ଦେଇକିରି ତାକୁ ଟିକେ କଭର୍ କରିଦେବା। 10 ମିନିଟ୍ ପାଇଁ ରେଷ୍ଟ କରିଦେବା। ଷ୍ଟଫିଂ ପାଇଁ ରାଶିକୁ ଟିକେ ତେଲରେ ଫ୍ରାଏ କରିଦେବା। ଆଉ ଘରେ ଯାହା ବି ପରିବା ଥିବ ଯେଉଁଗୁଡ଼ାକ କି ଆମର ଚାଇନିଜ୍ ଆଇଟମ୍ରେ ୟୁଜ୍ ହୁଏ ତାକୁ ଟିକେ ସଟେ କରିଦେବା ହାଇ ଫ୍ଲେମ୍ରେ। ଆଉ ତା ସାଙ୍ଗରେ ଅଳ୍ପ କିଛି ଲୁଣ ଆଉ ଗୋଲମରିଚ ଆଡ଼୍ କରିଦେବା। ପାଳଙ୍ଗ ଆଗରୁ ବି ଘରେ ଘରେ ବନୁଥିଲା, କିନ୍ତୁ ହେଲ୍ଥ ଆୱାରନେସ୍ ଯେମିତି ବଢ଼ିଲା ନ୍ୟୁଟ୍ରିସନିଷ୍ଟ ତାର ବେନିଫିଟ୍ ହାଇଲାଇଟ୍ କଲେ। ସେଲିବ୍ରିଟିଜ୍ ପାଳଙ୍ଗକୁ ନେଇ ବାଲାନ୍ସ ଡାଇଟ୍ ରେସିପି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର କଲେ। ସେଥିପାଇଁ ପାଳଙ୍ଗ ଗୋଟେ କ୍ଲିନ୍ ଇଟିଂର ସିମ୍ବଲ ହେଇଗଲାଣି। ଆଉ ୱିଣ୍ଟରର କେଉଁ ବି ରେସିପି ପାଳଙ୍ଗ ବିନା ଅଧୁରା। ହଁ, ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ, ଆମେ ଏଥିପାଇଁ ଗୋଟେ ସ୍ମୋକ୍ଡ ସାଲସା ତିଆରି କରିବା, ଯାହାଫଳରେ ଆମର ଏଇ ରେସିପିର ସ୍ୱାଦଟା ଦ୍ୱିଗୁଣ ବଢ଼ିଯିବ। ସେଥିପାଇଁ ମୁଁ ଗୋଟେ ଟମାଟୋ, ପିଆଜ ଆଉ ରସୁଣକୁ ହାଇ ଫ୍ଲେମ୍ରେ ରୋଷ୍ଟ କରିଦେଉଛି ସ୍ମୋକି ଫ୍ଲେଭର୍ ଆସିବା ପାଇଁ। ଏଗୁଡ଼ାକ ଭଲ ଭାବରେ ରୋଷ୍ଟ ହେଇଗଲାଣି। ତାର ଟମାଟୋର ଚୋପା ଛଡ଼େଇକି ତା ସାଙ୍ଗରେ ଆମେ କିଛି ଧନିଆ ପତ୍ର ଆଉ ନାଲି ଲଙ୍କା ସ୍ୱାଦ ଅନୁସାରେ ଲୁଣ ଦେଇକିରି ତାର ଗୋଟେ ସାଲସା ତିଆରି କରିଦେବା। ବେକ୍ କରିବା ପାଇଁ ମୁଁ ଓଭେନ୍ ୟୁଜ୍ କରୁନାହିଁ। ଆମେ ସିମ୍ପଲି
गोटे गैस चुली रे गोटे खोला डेक्ची रे मु किछि लूण पकई देइछि मझिरे गोटे स्टैंड रखिकिरी ताकू कभर कर दउछि आउ ताकू 7-8 मिनिट प्री हीट कर दबा हाई फ्लेम रे। याडे आमे कोन करबा ना आमर जो डो थिला ताकू गुला करिकिरी आमे रुटी परी बेलिबा ताकू टिके अटा छिंची देइकिरी ओवल शेप रे आमे बेलिबा आ बेसी मोटा हबनी कि बेसी पतला हबनी देखंतु मु जेमती बेलुची सेमती आपण माने बेलिबे। ता ऊपरे टिके बटर मु ब्रश कर दउची आउ मिडिल पार्ट रे आमर जो सटे करिथिले जो वेजिटेबल ताकू थोई देबा ठीक मिडिल पोर्शन रे आमे थोइबा आउ ता साइड गुडाक कट कर दबा। कट हो सारा पर आम चारिआडू धीरे धीरे फोल्ड करदे देखंतु जेमती मु वीडियो रे करूची आपण माने भी सेमती करिवे सबु गुडाक जेमती बांधी हे जिवो। देखंतु आमर पूरा फोल्ड हो गला। एबे आमे किछि बटर को मेल्ट करिकरी ब्रश करदबा तापरे ता ऊपरे किछि सेसमे सीड्स को स्प्रिंकल करदबा। आमर एटा हेई सारा परे आमे प्री हीटेड जो पात्र रे आस्ते करी ताकू रखिकिरी कभर करदबा आ लो मीडियम फ्लेम रे अध घंटा पई आमे ताकू बेक हवा पई छाड़ी दबा। अध घंटे हेई गलानी देखंतु आमर केमती हेइची आ केते बढ़िया बास्ना आसुची आउ क्रिस्पी भी हेइची। गरम गरम आकू आमे सालसा संगे एंजॉय करिबा। आपण माने भी आकू ट्राई करंतु आ वीडियोटी केमिति लागिला मते जणैबे।